ତ ସାଙ୍ଗମାନେ ଆଜି ମୋର ବାଇକ୍ର ହେଡ଼୍ ପିଷ୍ଟନ୍ଟା ଖରାପ ହେଇଯାଇଛି। ତ ମୁଁ ହାଫ୍ ଇଞ୍ଜିନ୍ କାମ କରିବି। ତ ଏଇନା ତାକୁ ଖୋଲିକି ନେଇଯାଉଛୁ ବଡ଼ବିଲ୍। ତ ବଡ଼ବିଲ୍ ତ ମୁଁ ପହଞ୍ଚି ସାରିଲିନି। ମ୍ୟୁନିସିପାଲିଟି ବୋଧେ ପହଞ୍ଚି 2 କିଲୋମିଟର ବଡ଼ବିଲ୍ ଥିବ। ତ ଆମେ ଖିରିବୁରୁ ଛକ ପହଞ୍ଚି ଆସିଲୁନି। ଦେଖିପାରୁଥିବେ ଏଇଟା ଆମର ଖିରିବୁରୁ ବଡ଼ବିଲ୍ 2 କିଲୋମିଟର, ଆଉ 2 କିଲୋମିଟର ଆମକୁ ଯିବାକୁ ପଡ଼ିବ। ଏଟା ଦେଖିପାରୁଥିବେ ଖିରିବୁରୁ ଛକ। ତ ଏପଟେ ଆମେ ଦେଖିପାରୁଥିବେ ମଲ୍ରେ ପହଞ୍ଚି ଆସିଲୁନି। ଆପଣ କେବେ ଯଦି ମଲ୍ ବୁଲି ନଥିବେ ହେଲେ ଜରୁର ଦିନେ ନା ଦିନେ ମଲ୍କୁ ବୁଲି ଆସିବେ। ଦେଖିପାରୁଥିବେ ମଲ୍ କେତେ ସୁନ୍ଦର ଭାବରେ ହେଇଛି। ତ କିଏ ମଧ୍ୟ ଗାଡ଼ି ନେବାକୁ ଚାହିଁବ ମହିନ୍ଦ୍ରାର ସୋରୁମ୍ ସେଇଟା। ତ ଅଲରେଡ଼ି ମୁଁ ବଙ୍ଗଡ଼ା ଛକ ପହଞ୍ଚି ସାରିଲିଣି। ତ ଏଇନା ଯିବା ଏପଟେ ଆମର ପୁଲିସ୍ ଥାନା ଯାନ୍, ସେପଟେ ଠାକୁରାଣୀ ଶହେ ଆଉ ସେ ବହୁତ କିଛି ଯାନ୍। ଆଉ ଏଟା ଆମର ପୁରୁଣା ଫିଲ୍ମ ହଲ୍ଟା ଦେଖିପାରୁଥିବେ ଭାଇମାନେ ବଡ଼ବିଲ୍ର। ତ ମାର୍କେଟ ଅଲରେଡ଼ି ମୁଁ ପହଞ୍ଚି ଆସିଲିଣି। ତ ଏଠୁ ଗ୍ୟାରେଜ୍ ବୋଲି ସେ ଲାଇଟ୍କୁ ମୁଁ ଲାଇଟ୍କୁ ପହଞ୍ଚି ଆସିଲିଣି। ଏଇ ପାଖାପାଖି ଅଛି। ତ ମୁଁ ଲାଇଟ୍କୁ ପହଞ୍ଚି ଆସିଲିଣି, ହେଲେ ମିସ୍ତ୍ରୀ ଜଣେ ନାହିଁ। ତ ପଳେଇ ଆସିଲା ମିସ୍ତ୍ରୀ। କାମ ଷ୍ଟାର୍ଟ ହେଇଗଲା, ଦେଖିପାରୁଥିବେ। ସେ ତାର ପିଷ୍ଟନ୍ଟା ତାକୁ ପ୍ରେସ୍ କରିବାକୁ ଟିକେ ଗ୍ରାଇଣ୍ଡର କରୁଛି ନା ସେଟା କ'ଣ ମେସିନ୍ ପାଇଁ। ତ ତାପରେ ନା ତାର ସେଠି କ'ଣ ସବୁ କରିବ। ଦେଖିବା କେତେ କ'ଣ ଲେଟ୍ ହେଉଛି ଆଉ କେତେ କ'ଣ ପଇସା ମଧ୍ୟ କହିବ। ସେଠି ତାର କ'ଣ ସବୁ ଆଡ଼ଜଷ୍ଟିଂ କରୁଛି ନା କିଏ କରୁଛି କିଏ ଜାଣେ। ତାଙ୍କର କ'ଣ ସବୁ କରନ୍ତି ଦେଖିପାରୁଥିବେ ଭାଇମାନେ। ସେ ଆଉ କେତେଦିନ ହେଲେ ମୋର ଇଞ୍ଜିନ୍ଟା ଆସିଯାଇଛି, ତ ସେଥିପାଇଁ ଠିକ୍ ସମୟରେ ହିଁ ଖୋଲିକରି ଆଣି ଆସିଲି ନା। ତାକୁ ସେ ମିସ୍ତ୍ରୀ ଜଣେ କହିଲା କି ଲେଦ୍ରେକୁ ନେଇଯା, ଏଟାକୁ ଟିକେ ଗ୍ରାଇଣ୍ଡର ଦେଇ ଏଟାକୁ ଟିକେ ପ୍ରେସ୍ କରିବାକୁ, ଟିକେ ସବୁ କାଳିଆ ହେଇଯାଇଛି ବୋଲି କହିଲା ମୋତେ। ହେଡ଼୍ ପିଷ୍ଟନ୍ଟା ମୁଁ ଆଣିକି ଆସିଛି ଲେଦ୍କୁ। ତ ଏଇନା ଦେଖିପାରୁଥିବେ ଗୋଟେ ତ ହେଇଗଲା ବୋଧେ, ଆଉ ଗୋଟେଟା ହେଇନି ନା, କରିବ ଟିକେ ଭାଇ।